ମୋ ସ୍ୱାମୀ କଦବାକୁ ଚିତ୍ ରୋଷେଇ ଘରକୁ ଯାଆନ୍ତି ଆଉ ଯେବେ ଯାଆନ୍ତି ନା ଜୋରରେ ପୁରା ଚିଲେଇକି ଚିତ୍କାର କରନ୍ତି। ଆଜି ବି ଠିକ୍ ସେମିତି ହେଲା। ରୋଷେଇ ଘରକୁ ଯାଇକି ଜୋରରେ ପୁରା ଚିଲେଇବାକୁ ଲାଗିଲେ। ତାଙ୍କ ଚିଲା ଏତେ ଭୟାନକ ଥିଲା ଯେ ଆମେ ସମସ୍ତେ ଡରିଗଲୁ। ତାପରେ ମୁଁ କହିଲି କ'ଣ ହେଲା କହିଲେ ଏଇ ନିଅ ଦହି ସାଇତିକି ରଖ, ତୁମ ସଉତୁଣୀ ଆସିଲେ ତାକୁ ଦହି ସରବତ କରିକି ଦବ। ମୁଁ କହିଲି ମୁଁ ତ ରେଡ଼ି ଅଛି ତାକୁ ଦହି ସରବତ କରିକି ଦେବା ପାଇଁ, ତମେ ଆଣିପାରିବ ତ? ମୁଚୁକୁନ୍ଦିଆ ହସ ଆଉ ମନ ଦୁଃଖରେ କହିଲେ ଖାଲି ଆଇନ କାନୁନକୁ ଡର, ନହେଲେ କେବେଠୁ ତମକୁ ସରପ୍ରାଇଜ ଗିଫ୍ଟ ଦେଇ ସାରନ୍ତଣି। ବାସ୍ ମୁଁ ତାଙ୍କୁ ଅନେଇଲି। ମୁଁ କହିଲି କ'ଣ କହିବ ଡାଇରେକ୍ଟ କହୁନ ନା। ଆରଥର ଦହି ମାଛ ତ ମୋତେ ଦେଲା ବେଳକୁ କଞ୍ଜୁସ୍ କରିକି ଗୋଟେ ପିସ୍ ଦେଇଥିଲ, ସମସ୍ତଙ୍କୁ ଦେଇଦେଲ। ଏଇଥର ଟିକେ ମୋ ପାଇଁ ଖାଲି ଦହି ମାଛ କର, ନହେଲେ ନାହିଁ ମୁଁ ଖାଇବିନି। ମୁଁ କହିଲି ଏଇ କଥା ତ ସିଧା ସିଧା କହିଦେବେ, ଏତେ ବୁଲେଇ ଚୁଲେଇ କହିବା କ'ଣ ଦରକାର। ତାପରେ ମୋ ସ୍ୱାମୀଙ୍କର ଖୁସିକୁ ଦୃଷ୍ଟି ଆଗରେ ରଖି ମୁଁ ବନେଇବାକୁ ଲାଗିଲି ଦହି ମାଛ। ପ୍ରଥମେ 2 ଚାମଚ ଭଳିଆ ନେଇଗଲି ସୋରିଷ, ଜିରା ଏବଂ ହଳଦିଆ ସୋରିଷ, ହାଫ୍ ଇଞ୍ଚର ଅଦା ଏବଂ ରସୁଣ, ଲଙ୍କା ଏ ସବୁକୁ ଭଲ ଭାବରେ ବାଟିଦେବା। ରସୁଣର ଚୋପା ଛଡ଼େଇବା ଆବଶ୍ୟକତା ହିଁ ନାହିଁ, ତ ଅଟୋମେଟିକ୍ ରସୁଣ ଚୋପା ବାହାରିଯିବ ଯେତେବେଳେ ଆମେ ନେକ୍ସଟ ପ୍ରୋସେସ୍ କରିବା। ଭଲ ଭାବରେ ପାଣି ଦେଇକି କିଛି ସମୟ ବତୁରିକି ବନେଇ ନେବା ଗୋଟେ ପେଷ୍ଟ। ତାପରେ କ'ଣ କରିବା ନା, ସେଇ ପେଷ୍ଟରୁ ମୁଁ ବାହାର କରିଦେଲି 2 ଚାମଚ ଭଳିଆ ସୋରିଷ ବଟା। କାରଣ କମ୍ କ୍ୱାଣ୍ଟିଟିର ନେଇଥିଲି, ମାତ୍ର 3ଟା ମାଛ ନେଇଥିଲି। 2 ଚାମଚ ଭଳିଆ ସୋରିଷ ବଟା ବାହାର କରି ସେଥିରେ ଟିକେ ପାଣି ଦେଇକି ସାଇଡ଼୍ କରି ରଖିଦେଲି। ତାପରେ ଆମେ ଯେଉଁ ମାଛକୁ ମ୍ୟାରିନେଟ୍ କରି ରଖିଥିଲେ ହଳଦୀ, ଲଙ୍କାଗୁଣ୍ଡ, ଲୁଣ ଦେଇକି ଆଉ ସୋରିଷ ତେଲ ଦେଇକି, ସେ ମାଛକୁ ନା ଆମେ ଟିକେ ନାକୁ ଭାଜିବା। ଦହି ମାଛ ଖାଇବେ ବୋଲି ମୋ ସ୍ୱାମୀ ସେଇଠି ବିଲେଇ ଭଳିଆ ଠିଆ ହେଇଥାନ୍ତି। ମୋତେ କହିଲେ ହେ ମୁଁ ଜମା ମାଛ ଖାଇବିନି, ତୁ ଏମିତି କଞ୍ଚା କଞ୍ଚା ମାଛ ଭାଜିକି ମୋତେ ଦେବୁ। ମୁଁ କହିଲି ଆରେ କଞ୍ଚା ମାଛ କ'ଣ, ଆକୁ ତ ବିଲକୁଲ ବି ଭଜା ଯାଏ ନାହିଁ, କିନ୍ତୁ ମୁଁ ହେଲେ ଭାଜୁଛି ଆଇଁଷିଣିଆ ଟିକେ ନାକୁ କମ୍ ହେବ ବୋଲି। ତମେ ଖାଇବାର ଅଛି ନା, ସେଇଦିନ ଖାଇଥିଲ ନା ହାତ ଚାଟିକି, ତ ସେମିତି ହିଁ ବନୁଛି, ଚୁପଚାପ ଦେଖ, ନହେଲେ ନାହିଁ ସିଧା ରୋଷେଇ ବନ୍ଦ କରିକି ପଳେଇବି। ତମେ ଗଲ ଏଇଠୁ ଟିଭି ଦେଖିବ, ନହେଲେ ନାହିଁ ସେ ମୋବାଇଲ ଭିତରେ ପଶିଯିବ। ଯେତେବେଳେ ଆସିବ ମୋ ପାଖେ ଠିଆ ହେବ, କିଛି ନା କିଛି କୁତେଇ ମୋ ସାଙ୍ଗେ ଲାଗୁଥିବ। ତମେ ଗଲ ଏଇଠୁ। ତାପରେ ସ୍ୱାମୀ ସେଇଠି କହିଲେ ହଉ ମୁଁ ଠିକ୍ ଅଛି ଚୁପଚାପ ଠିଆ ହେଇଛି। ତାପରେ ମୁଁ ଯେଉଁ ଫ୍ରେଶ୍ ଦହି ଆଉ ସୋରିଷ ବଟା ନେଇଥିଲି ତାକୁ ଭଲ ଭାବରେ ଏକା ସାଙ୍ଗେ ମିଶେଇକି ଭଲ ଭାବରେ ଫେଣ୍ଟି ଦେଲି। ଯେମିତି ଟିକେ ନାକୁ ବବଲ୍ସ ପଳେଇ ଆସିଲେ, ଟିକେ ଗୋଲମରିଚ ଗୁଣ୍ଡ ମଧ୍ୟ ଆଡ୍ କରିଦେଇଥିଲି। ତାପରେ ଗୋଟେ କଡ଼େଇରେ ଟିକେ ନାକୁ ସୋରିଷ ତେଲ ନେବା। ଏ ସବୁ ଯାହା ଗରମ ମସଲା ଆପଣମାନେ ଦେଖୁଛନ୍ତି, ସେ ସବୁ ଗରମ ମସଲା ଆମେମାନେ ଆଡ୍ କରିବା। ଆପଣମାନେ କହିବେ ଯେ ଏଥିରେ ହଳଦୀ କାହିଁ ପଡ଼ିଲାନି, ହଳଦୀ କେବଳ ମାଛ ମ୍ୟାରିନେଟ୍ କଲାବେଳକୁ ପଡ଼େ। ସବୁ ତାକୁ ଗୋଟା ମସଲା ପକାଇଦେବା, ବହୁତ କମ୍ କ୍ୱାଣ୍ଟିଟି, ବେଶୀ ଆମେ ଗୋଟା ମସଲା ନେବାନି। ଟିକେ ନାକୁ ପାଣି ଦେଇ ସାରିଲା ପରେ ତାପରେ ଯେଉଁଟା ଆମେ ଗୋଳେଇକି ରଖିଥିଲେ ନା ଦହି ସୋରିଷକୁ ଏକା ସାଙ୍ଗରେ, ତାକୁ ଆମେ ମାନେ ଆଡ୍ କରିନେବା। ଧନିଆ ପତ୍ର ଯଦି ଅଛି ପକାଇଦେବେ, ନହେଲେ ନାହିଁ ସ୍କିପ୍ କରିଦେବେ। ବାସ୍ 2-4 ମିନିଟ୍ ଫୁଟିଲା ପରେ ସାଙ୍ଗେ ସାଙ୍ଗେ ଆମେ କ'ଣ କରିବା ନା, ଯେଉଁଟା ମାଛ ଭାଜିକି ରଖିଥିଲେ ତାକୁ ଆଡ୍ କରିଦେବା। 5 ମିନିଟ୍ ଯାଏଁ ଫୁଟେଇଦେବା। ଏଠି ଦେଖନ୍ତୁ ପୁରା ବହଳିଆ ହେଇଗଲା, ଆଉ ଦହି ନା ବିଲକୁଲ ବି ଛିଣ୍ଡିବନି, କିନ୍ତୁ ସିମ୍ ଆଞ୍ଚରେ କରିବେ। ରେଡି ହେଇଗଲା ଆମର ଦହି ମାଛ। ଖାଇବାକୁ ବହୁତ ହି ଭଲ ଲାଗେ। ସବସ୍କ୍ରାଇବ୍ ନିହାତି କରିବେ, ଆଉ ଫୁଲ୍ ରେସିପି ଲିଙ୍କରେ ଅଛି। ରହିଲି, ବାଏ।